ବିପୁଲିଙ୍ଗି ଗ୍ରାମ ପଞ୍ଚାୟତରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ। ଛତ୍ରପୁର ବ୍ଲକ ଅନ୍ତର୍ଗତ ବିପୁଲିଙ୍ଗି ଗ୍ରାମ ପଞ୍ଚାୟତରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀମତୀ ହିନା ସେଠୀ, ସରପଞ୍ଚ ପ୍ରତିନିଧି ଶ୍ରୀ ଲକ୍ଷ୍ମଣ ସେଠୀ, ପିଇଓ ଶ୍ରୀ ଦତ୍ତ ବେହେରା, ବିଡିଓ ଶ୍ରୀ ସୁଧାଂଶୁ ଶେଖର ତରାଇ, ସିଡିପିଓ ଶ୍ରୀମତୀ ପ୍ରଣମିତା ପଣ୍ଡା, ତହସିଲଦାର ଶ୍ରୀମତୀ ଦିବ୍ୟା ମହାନ୍ତି ପ୍ରମୁଖ ଯୋଗଦେଇ ଜନଶୁଣାଣି କାର୍ଯ୍ୟ ଆରମ୍ଭ କରିଥିଲେ। ଅଭିଯୋଗକାରୀମାନେ ସେମାନଙ୍କର ମୌଳିକ ସମସ୍ୟା ଯଥା ରେସନ କାର୍ଡ, ଆଧାର କାର୍ଡ, ଇନ୍ଦିରା ଆବାସ, ସୁଭଦ୍ରା ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ଅଭିଯୋଗ ଦାଖଲ କରିଥିଲେ। ପ୍ରାୟ 20 ଜଣ ଅଭିଯୋଗ ଦାଖଲ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ଲାଇନ ବିଭାଗର ସଦସ୍ୟ ଯୋଗ ଦେଇଥିଲେ। ଅଭିଯୋଗକାରୀ ମାନଙ୍କର ଅଭିଯୋଗ ଖୁବ୍ ଶୀଘ୍ର ତ୍ୱରାନ୍ୱିତ କରାଯିବ ବୋଲି ବିଡିଓ ମତ ପ୍ରକାଶ କରିଥିଲେ। ବ୍ୟୁରୋ ରିପୋର୍ଟ, ପର୍ଯ୍ୟଟନ ନ୍ୟୁଜ ଲାଇଭ। ଆପଣ ପରିଚୟ ଆଜି ଆପଣଙ୍କ ପଞ୍ଚାୟତରେ ଗ୍ରିଭେନ୍ସ କାର୍ଯ୍ୟକ୍ରମ ହେଉଥିଲା, କ'ଣ କହିବେ? ଆମର ଏଠି ଆଜି ଭଲ ଭାବରେ ଚାଲିଛି। ସବୁ ଡିପାର୍ଟମେଣ୍ଟରୁ ଆସିଛନ୍ତି ଆଉ ସବୁ କାମ ଭଲ ଭାବରେ ହେଉଛି। ଆମର ଇନ୍ଦିରା ଆବାସ ସେମାନେ ବୁଝୁଛନ୍ତି, ଆଉ ରେସନ କାର୍ଡ଼ ବି ବୁଝୁଛନ୍ତି, କାହାର ପଟା ହେଇନଛି ସେଇଟା ବି ବୁଝୁଛନ୍ତି। ଆଉ ଯାହା କାମ ଅଛି ସେଇଟା ସବୁ ଚାଲିଛି। ଆଉ ଆମ ଜୁନିୟର ଡିପାର୍ଟମେଣ୍ଟର ସିଏ ବି ଆସିନାହାନ୍ତି। ବର୍ତ୍ତମାନ କେତେ ଜଣ ଶୁଣାଣି ହେଇଛି ଆଉ କେତେ ଜଣର ଇଏ ଆପଣ ବର୍ତ୍ତମାନ କେତୋଟି ପଞ୍ଚାୟତରେ ଜନଶୁଣାଣି ହେଲା? କେତେଟା ଜଣ ଆଜି ତାର ବହୁତ ଲୋକର ସମାଧାନ ହେଇଯାଇଛି। ଧନ୍ୟବାଦ ସାର୍। ଆପଣ ପରିଚୟଟା? ମୁଁ ଲକ୍ଷ୍ମଣ ସେଠୀ, ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି। କ'ଣ କହିବେ ଆଜି ଆପଣଙ୍କ ପଞ୍ଚାୟତରେ ଗ୍ରିଭେନ୍ସ କାର୍ଯ୍ୟକ୍ରମ ହେଉଥିଲା? ଆଜି ଏଠି ବହୁତ ଲୋକ ସମାଗମ ହୋଇଛନ୍ତି। ପ୍ରଥମ ଥର ବି ହେଇଥିଲା, ବହୁତ ଲୋକ ହେଇଥିଲେ। ଆଜି କମ୍ ଲୋକ, କାରଣ ଶିବରାତ୍ର ବାସିଦା, ତେଣୁକୁ ଲୋକମାନେ ଅନେକ ଅଳ୍ପ ଲୋକ ଉପସ୍ଥିତ ରହି, ତଥାପି ବହୁତ ଲୋକ ରେଜିଷ୍ଟ୍ରେସନ, ଇନ୍ଦିରା ଆବାସ, ରେସନ କାର୍ଡ଼ ଆଉ ପଟା ବିଭିନ୍ନ ଡିପାର୍ଟମେଣ୍ଟରୁ ସବୁ ଆସିଛନ୍ତି, ଆମ ଏଠି ଉପସ୍ଥିତ ଅଛନ୍ତି। ସମସ୍ତ ଯୋଗ ସମାଧାନ ହୋଇଯାଇଛି। ସାର୍ ଆଜି ଆମର ମିଳିତ ଜନଶୁଣାଣି ଚାଲିଥିଲା, ବର୍ତ୍ତମାନ କେମିତି ଚାଲିଛି ଆଉ କେମିତି କେତେ ସମାଧାନ ହେଇଛି? ସାର୍ ଆଜି ପଞ୍ଚାୟତ ଆଜି ଆପଣଙ୍କର ମିଳିତ ଜନଶୁଣାଣି ଥିଲା, ଏ ମିଳିତ ଜନଶୁଣାଣି କେମିତି ହେଇଛି ଆଉ କେତେ ଲୋକର ହେଇଛି ଆଉ କ'ଣ କଲେ ଭଲ ସୁବିଧା ହେବ ଲୋକଙ୍କର ଇଏରେ? ଶୁଣନ୍ତୁ, ଏଇଟା ଦ୍ୱିତୀୟ ଜନଶୁଣାଣି ଆମ ପଞ୍ଚାୟତରେ। ତା ପୂର୍ବରୁ ଆଉ ଗୋଟେ ହେଇଥିଲା, ପ୍ରାୟ ସେଥର 500ରୁ 700 ଲୋକ ଆସିଥିଲେ। ଆଉ ଆଜି ଟିକେ ଯେହେତୁ କାଲି ଶିବରାତ୍ରି, ଆଜି ଟିକେ ଲୋକ କମିଯାଇଛନ୍ତି। ଦ୍ୱିତୀୟ କଥା ହେଲା, ଲୋକଙ୍କର ମାନିବାର ଏହା ଯେ ଜନଶୁଣାଣି ଖାଲି ହେଲା ଆଜି ପ୍ରଥମ ଥରଠୁ ଆଜି ସବୁ ଡିପାର୍ଟମେଣ୍ଟ ଆସିଥିଲେ। ଆଜି ମାନେ ଅଲ୍ ଡିପାର୍ଟମେଣ୍ଟରୁ ସବୁ ଅଫିସର୍ସ ଆସିଥିଲେ ଜନଶୁଣାଣି ପାଇଁ ବୋଲି। ଭଲ ଭାବରେ ଅନୁଷ୍ଠିତ ହୋଇଛି। କିନ୍ତୁ ଲୋକଙ୍କର ଅଭିଯୋଗ ଆସୁଛି କ'ଣ ନା, ଆମେ ଜନଶୁଣାଣିରେ ଯାହା ବି ଦେଉଛୁ ଫଳପ୍ରଦ ହେଉନି, ସବୁଯାକ ଇଏ ହେଉନି। ସେଥିପାଇଁ ଲୋକଙ୍କୁ ବୁଝାଇବାକୁ ପଡ଼ୁଛି, ନାଇଁ ହେବ, କିଛି ନା କିଛି ଚାଲିଛି, ମାନେ ପୁରା ନହେଲେ ବି କିଛି ଲୋକଙ୍କର କାମ ହେଉଛି। ଆଗକୁ ସେଇ ହିସାବରେ ଇଏ ହେବ। ଗୋଟେ ଭଲ ପଦକ୍ଷେପ ସରକାରଙ୍କର ସେଟା ଜନଶୁଣାଣି ଇଏ କରିବାଟା। ଲୋକମାନେ ପଞ୍ଚାୟତରେ ଆସିକିରି ଲୋକଙ୍କ ପାଖରେ ଆସିକିରି ଅଫିସର୍ସ ପହଞ୍ଚୁଛନ୍ତି, ସେଇଟା ଗୋଟେ ଭଲ ପଦକ୍ଷେପ, ସେଇଟାକୁ ସ୍ୱାଗତ କରୁଛୁ। ଆଉ ଚାହୁଁଛୁ ଯେ ସରକାରଙ୍କଠୁ ଏତିକି ଆମେ ଚାହୁଁଛୁ, କେମିତି ଆଗକୁ ଲୋକଙ୍କର କାମ ହଉ, ମାନେ ଫଳପ୍ରଦ ହେବା ଦରକାର, ସେଇଟା ଚାହୁଁଛୁ।